ରଜ ଅଫର କଣ ଶୁଣିଥିଲି ନଉଛୁ ବୋଲେ? ନିହାତି ରୂପରେ ହେଲା ରଜ ହିସାବରେ ଗୋଟେ ଫାର୍ଷ୍ଟ ଟାଇମ ପାଇଁ ଗୋଟେ କରିବାକୁ ଯାଉଛି। ମାଲିକ ଏ ଅଫରଟା ଶୁଣିଲା ପରେ ଆମକୁ ଭାରି ଇଚ୍ଛା ହେଲା ଖାଇବା ଲାଗି ଆମେ ପଳେଇ ଆସିଲେ ମିଳିଲା ନାହିଁ ପାଖକୁ ମିଳିଲା ନାହିଁ ପ୍ଲସ୍ ଶେଷ ହେଲା ପରେ ନିଜ ତିଆରି କରି ଦେଲାଣି ବାକି ଟୋଟାଲ ଉପରେ ତାକୁ ଘୋଡେଇ ସାରିଲାଣି। ଆରେ ଘୋଡା ଆଣି ଭାଇ ଆମେ ଟିକେ ଦେଖିବୁ ସେଥିପାଇଁ ଆମକୁ ଖୋଲିକି ଦେଖେଇଲେ ପୁଣି ତାକୁ ଘୁଞ୍ଜି ଭଳି ଦେଲେ ଏତେ ଘୋଡା ପକାରେ ମାନେ ଭାରି ଅଖାଳ ଲାଗିଲା କିନ୍ତୁ ତଥାପି ଛାଡ ଏତେ ଛାଣି ଛୁଣି ହଲେଇ ଆମକୁ ବାହାର କରି ଦେଇଦେଲେ ସ୍ପେଶାଲ କୁରକୁରି ମୋମୋ ଉପରେ କେତେ ପ୍ରକାର ବିଭିନ୍ନ ପ୍ରକାର ମସଲା ଛିଞ୍ଚାଡି ଫିଞ୍ଚାଡି ତାପରେ କ୍ରିମ ଫିମ୍ କେତେ କଣ ଦେଇଦେଲେ ଆମକୁ ଜାଣିପାରିଲୁନି ଫିର ବି ତାପରେ ମା ପୁରା ଆମର ପୁରା ମିଓନିଜ କାଢି ପଢିକି ପକେଇ ଦେଲେ ତାପରେ ପୁଣି ମସଲା ଫସଲା ପକେଇ ସାରିଲେ କେତେ ମସଲା ପକେଇ ଆମେ ଜାଣିପାରୁନୁ। ବାକି ଆପଣ ସ୍ପାଇସି ମୋମୋରେ ଏଇ ଟାଇପ ଆପଣଙ୍କୁ ଅଫର ମିଳିଯିବ। ବାକି ଆମେ ଖାଇଥିଲୁ ବଢିଆ କୁରକୁରି ମୋମୋ ବାକି ଟେଷ୍ଟ ପୁରା ଲାଜବାବ ଥିଲା ବଢିଆ ଏକ ନମ୍ବର ଥିଲା। ବାକି ଭୁଲି ଯାଇଥିଲି ରଜ ଅଫର ଲୋକେସନ ଟା ବୁଝିବା ଲାଗି ତ ଲୋକେସନ ଟା ହଉଛି ଆମର ଲୋକେସନ ହଉଛି ନ୍ୟୁ ଷ୍ଟୁଆର୍ଟ ସ୍କୁଲ ମିଶନ ରୋଡ ମିଶନ ସ୍କୁଲ ଫ୍ରଣ୍ଟରେ। ଆଉ ଓପନିଂ ଟାଇମ? ସ୍କୁଲ ରହିଛି ସାମ୍ନାରେ ସ୍କୁଲ ସାମ୍ନାଟା। ଓକେ ଓପନିଂ ଟାଇମ? ଓପନିଂ ଟାଇମ 4ଟା 4ଟାରୁ ଆରମ୍ଭ ହଉଛି ଲାଷ୍ଟ ଟାଇମିଂ 10ଟା। ରଜ ଅଫର ରହୁଛି ଆମର ଦିଟା ହାଫ କୁରକୁରି ନେଲେ ଗୋଟାଏ ପ୍ଲେଟ ହଉଛି 50 ଟଙ୍କା ଫୁଲ ନେଲେ ଯଦି ହେଲେ ଆପଣଙ୍କୁ 100 ଟଙ୍କା ଜାଗାରେ 90 ଟଙ୍କା ପଡିବ। ଆଉ ଯଦି 3ଟା କୁରକୁରି ନେଉଛନ୍ତି ତା ଦେହରେ ଆପଣଙ୍କୁ ପଡିବ ଷ୍ଟିମ୍ ଗୋଟେ ଫ୍ରି ହାଫ। ମାଲିକ ଭାଇ କହିଥିବା ଲୋକେସନକୁ ଆସନ୍ତୁ ଏବଂ ସ୍ପାଇସି ମୋମୋ ସହିତ ସ୍ପାଇସି ଅଫରର ମଜା ଉଠାନ୍ତୁ।